Hello friends and my dear students, welcome to Bonita Dipti Explores ଯେଉଁଠି ଆପଣମାନେ ପାଆନ୍ତି କେବଳ ଏଜୁକେଶନାଲ ଭିଡ଼ିଓ। ଆଜି ଆମେ ଏହି ଭିଡ଼ିଓରେ ଅଷ୍ଟମ ଶ୍ରେଣୀ ଗଣିତ ବହିର ପ୍ରଥମ ଅଧ୍ୟାୟର ସେକେଣ୍ଡ ପାର୍ଟ ଘନ ସଂଖ୍ୟା ତାର ପ୍ରଥମେ ଉଦାହରଣ ଗୁଡ଼ିକ ବୁଝିବା, ତାପରେ ତୁମ ପାଇଁ କାମ ବା ନିଜେ କରି ଦେଖ ଯେଉଁଠି ଲେଖାଯାଇଥିବ ତାର ପ୍ରତ୍ୟେକ ପ୍ରଶ୍ନର ସମାଧାନ କରିବା। ଆ ପୂର୍ବରୁ ଆମେ ଫାଷ୍ଟ ପାର୍ଟରେ ବର୍ଗ ସଂଖ୍ୟା ପୂର୍ଣ୍ଣ ବର୍ଗ ସଂଖ୍ୟା ସେ ବିଷୟରେ ପଢ଼ିଛେ। ଏବେ ଦେଖ ଘନ ସଂଖ୍ୟା କ'ଣ। ଜ୍ୟାମିତି ପାଠରେ ତୁମେ ଘନ ଶବ୍ଦଟି ପୂର୍ବରୁ ଜାଣିଛ। ସମଘନ ହେଉଛି ଏକ ଘନ ବସ୍ତୁ ଯାହାର ସମସ୍ତ ପାର୍ଶ୍ୱ ସମକୋଣରେ ମିଶିଥାଏ ଆଉ ସମାନ। ଏଇ ଚିତ୍ରଟାକୁ ଦେଖ, ଏହା ଗୋଟେ ସମଘନର ଚିତ୍ର। ଭାବିଦିଅ ଗୋଟେ ଲୁଡୁ ଗୋଟି। ଆର ପ୍ରତ୍ୟେକ ପାର୍ଶ୍ୱ ଦେଖ ସମାନ, ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ତିନିଟା ଯାକ ସମାନ। ଆର ଏଇ ସବୁ ଗୁଡାକ ସମକୋଣରେ ମିଟ୍ କରିଛି, ତା ମାନେ ଦୈର୍ଘ୍ୟ ପ୍ରସ୍ଥ ସହିତ ସମକୋଣ, ପ୍ରସ୍ଥ ଉଚ୍ଚତା ସହିତ ସମକୋଣ, ଦୈର୍ଘ୍ୟ ଉଚ୍ଚତା ସହିତ ସମକୋଣ। ତା ମାନେ ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ପ୍ରତ୍ୟେକ ସମକୋଣରେ ହିଁ ଅଛନ୍ତି। ଆକୁ ଆମେ କହୁ ସମଘନ, ପ୍ରତ୍ୟେକ ବାହୁ ସମାନ। ଗୋଟେ ଛୋଟ ପ୍ରଶ୍ନ ଦେଇଛି, 1 ସେମି ବାହୁ ବିଶିଷ୍ଟ କେତେ ଗୋଟି ସମଘନକୁ ନେଲେ 3 ସେମି ବାହୁ ବିଶିଷ୍ଟ ଗୋଟିଏ ସମଘନ ହେବ। ଏ ବାହୁଟା ହେଲା 1 ସେମି, 3 ସେମି ମାନେ ପୁଣି ଗୋଟେ 1 ସେମି, ପୁଣି ଗୋଟେ 1 ସେମି। ତା ମାନେ ତିନିଟା ସମଘନ ହେଲେ ଆମର 3 ସେମି ବାହୁ ବିଶିଷ୍ଟ ସମଘନ ହୋଇପାରିବ। ତେଣୁ ଉତ୍ତର ଆମର ହେଲା 3ଟି। ଠିକ୍ ସେମିତି ଏ ପାଖରେ ଥିବା ଚିତ୍ରକୁ ଦେଖ, ତାର ମଧ୍ୟ ପ୍ରତ୍ୟେକ ବାହୁ 1 ସେମି। ତାମାନେ ଏଠି ଏଇ ଯୋଉ ବଡ଼ ସମଘନ ରହିଲା, ଆର ଦୈର୍ଘ୍ୟ କେତେ, ପ୍ରସ୍ଥ କେତେ, ଉଚ୍ଚତା କେତେ। ଦୈର୍ଘ୍ୟ ହବ 2 ସେମି କାରଣ ଦୁଇଟା ସମଘନ ଅଛି, ପ୍ରସ୍ଥ ବି ହବ 2 ସେମି, ଉଚ୍ଚତା ବି ହବ 2 ସେମି। ଟୋଟାଲ ଏଠି 8ଟି ସମଘନ ଅଛି। 1, 8, 27 ଭଳି ସଂଖ୍ୟାକୁ ନେଇ ବିଚାର କରିବା। ଏ ସଂଖ୍ୟା ଗୁଡ଼ିକୁ ପୂର୍ଣ୍ଣ ଘନ ସଂଖ୍ୟା କହନ୍ତି। ଯେମିତି ବର୍ଗ ସଂଖ୍ୟା ବେଳେ ଆମେ ଦେଖୁଥିଲେ କୌଣସି ସଂଖ୍ୟାର ଏହା ହେଉଛି ବର୍ଗ, ସେମିତି ପୂର୍ଣ୍ଣ ଘନ ସଂଖ୍ୟା ହେଉଛି ଗୋଟିଏ ସଂଖ୍ୟାର ଘନ। ତାମାନେ ଗୋଟେ ସଂଖ୍ୟାକୁ 3 ଥର ଗୁଣିଲା ପରେ ଆମକୁ ଏଇ ସଂଖ୍ୟାଟା ମିଳିଛି। 8 2 କି 3 ଥର ଗୁଣିଲା ପରେ ଆମକୁ 8 ମିଳିଛି। 3 କି 3 ଥର ଗୁଣିଲା ପରେ ଆମକୁ 27 ମିଳିଛି। ତାମାନେ 3ର ଘନ ବା 3ର କ୍ୟୁବ୍ ହେଲା 27। ସେମିତି 2ର ଘନ ବା 2ର କ୍ୟୁବ୍ ହେଲା 8। 1ର ଘନ ବା 1ର କ୍ୟୁବ୍ ହେଲା 1। ତାପରେ ନମ୍ବର ଦେଇଛି 9 ଏକ ଘନ ସଂଖ୍ୟା ହେବ କି ନା, 9 ଗୋଟେ ଘନ ସଂଖ୍ୟା ନୁହଁ। 2 କି 3 ଥର ଗୁଣିଲେ 8 ହେଲା, 3 କି 3 ଥର ଗୁଣିଲେ 27 ହେଉଛି, କିନ୍ତୁ 9 କୋଉଠି ବି ନାହିଁ। ତେଣୁ 9 ଏକ ଘନ ସଂଖ୍ୟା ନୁହଁ। 3 3 9 3 27। 9 ଗୋଟିଏ ବର୍ଗ ସଂଖ୍ୟା। 3 କି 2 ଥର ଗୁଣିଲେ ଆମର 9 ହୁଏ। 3ର ସ୍କୋୟାର ହେଲା 9, କିନ୍ତୁ 3ର କ୍ୟୁ ହେଉଛି 27। ସେମିତି 4 ଏକକ ବିଶିଷ୍ଟ ଗୋଟିଏ ସମଘନରେ କେତୋଟି ଏକକ ସମଘନ ରହିବ ତୁମେ କହିପାରିବ କି? ଆମେ ଚିତ୍ର କରିଦେଲେ ଆରାମସେ କହିପାରିବା। ଏଇ ଡାହାଣ ପଟ ଚିତ୍ରକୁ ଦେଖ, ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ସବୁପଟେ ଆମର 4ଟି ଲେଖାଏଁ ସମଘନ ଅଛି। ତା ମାନେ ଦୈର୍ଘ୍ୟ ହେଲା 4, ପ୍ରସ୍ଥ ବି 4, ଉଚ୍ଚତା ବି ହେଉଛି 4। ଆମେ ଯେତେବେଳେ ସମଘନର ଘନଫଳ ବାହାର କରୁ, ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ସବୁ ଗୁଣନ କରୁ, ନହେଲେ ତମେ ୟାକୁ ଲେୟାର କରିପାରିବ। ସେ ଲେୟାର ହେଲା ବିନା ସୂତ୍ରରେ। ପ୍ରଥମ ଲେୟାରରେ ଦେଖ କେତେଟା ଅଛି, 4 4 16। ଦ୍ୱିତୀୟ ଲେୟାରରେ ବି ସେମିତି ଦୈର୍ଘ୍ୟ 4 ପ୍ରସ୍ଥ 4। ତାମାନେ ପ୍ରଥମ ସ୍ତରରେ ଆମ 4 4 16, 16ଟି ସମଘନ ଅଛି। ଦ୍ୱିତୀୟ ସ୍ତରରେ ବି ସେମିତି 16, ତୃତୀୟରେ ବି 16, ଚତୁର୍ଥରେ ବି 16। ପ୍ରତ୍ୟେକ ସ୍ତରରେ 16ଟି ଲେଖାଏଁ ସମଘନ ରହିଲେ 4ଟି ସ୍ତର ଅଛି, ତାମାନେ 16 4 64ଟି ରହିଲା। ଏମିତି କରିପାରିବା, ନହେଲେ ତାର ସୂତ୍ର ଅଛି, ଦୈର୍ଘ୍ୟ ଗୁଣନ ପ୍ରସ୍ଥ ଗୁଣନ ଉଚ୍ଚତା। ଯେହେତୁ ସମଘନ ପ୍ରତ୍ୟେକ ବାହୁ ସମାନ, ତେଣୁ 4 ଗୁଣନ 4 ଗୁଣନ 4, 4 4 16 4 64 ହବ। ଆମେ କିନ୍ତୁ ସବୁବେଳେ ସୂତ୍ରରେ କରିବା, ତୁମକୁ ବୁଝିବା ପାଇଁ ମୁଁ ସ୍ତର ଅନୁସାରେ କହିଲି। ଏବେ ଦେଖ ସେମିତି ଲେଖା ହେଇଛି 5ର କ୍ୟୁ। 5ର କ୍ୟୁ ହେଲା 5କୁ 3 ଥର ଗୁଣିଲେ 125। n କ୍ୟୁ, n ଗୁଣନ n ହେଲା n କ୍ୟୁ ଏକ ଗଣନ ସଂଖ୍ୟା, ଯାହାକୁ n କ୍ୟୁ ଏକ ଘନ ସଂଖ୍ୟା ବୋଲି କୁହାଯାଏ। ମାନେ ଗୋଟେ ସଂଖ୍ୟାକୁ 3 ଥର ଗୁଣିଲେ ଆମେ ତାର ଘନ ପାଇଲେ, 2 ଥର ଗୁଣିଲେ ତାର ବର୍ଗ ପାଇଲେ। ଏବେ ଦେଖ 1ର କ୍ୟୁ ହେଲା 1, 2ର କ୍ୟୁ ହେଲା 8, 3ର କ୍ୟୁ 27, 4ର କ୍ୟୁ 64, 5ର କ୍ୟୁ 125। ସେମିତି 6ର କ୍ୟୁ କେତେ ହବ, 636, 36ରେ 6 ଗୁଣିଲେ 216। ଠିକ୍ ସେମିତି 7ର କ୍ୟୁ ହେଉଛି 343, 7 7 49, 49ରେ 7 ଗୁଣିଲେ 343। ପିଲାମାନେ ତୁମେ ଏଗୁଡ଼ାକ 2 4 ଥର ପ୍ରାକ୍ଟିସ୍ କରିଦେଲା ପରେ ତମର ସବୁର ସ୍କୋୟାର କ୍ୟୁ ଅଟୋମେଟିକ୍ ମନେ ରହିଯିବ। 8ର କ୍ୟୁ ହେଲା 512, 9ର କ୍ୟୁ ସେମିତି 729, 10ର କ୍ୟୁ ହେଲା 1000, 11ର କ୍ୟୁ ଲେଖା ହେଇଛି 1331, 12ର କ୍ୟୁ ହେଲା 12ର ସ୍କୋୟାର ହେଲା 144 ଗୁଣନ 12,
गुणिले 1728 ହେଲା 12 क्यू। सेमती 13 क्यू लेखा जाइए 2197, 14 क्यू लेखा जाइए 2744, 15 क्यू है 3375, 16 क्यू है 4096, 17 18 तो लेखा जाइए, 19 भी लेखा जाइए, 20 20 हूँ 8 रे 3टा शून्य, 20 गुणन 20, 3टा 20 गुणिले 2 दूणे 4 दूणे 8 ଆଉ 3ଟା ଯାକ ଶୂନ ଗଣିକି ଲେଖିଦବ। ସଂଖ୍ୟା ଗୁଡ଼ିକ ଗଣିଲେ 8 ହେଲା, ତାପରେ ବାକି ଶୂନ ଗୁଡ଼ାକ ଗଣିଲେ 3ଟା ଶୂନ। ଏମିତି ଶୂନ ଦିଆ ଗୁଣ ନଥିଲେ କେତେ ସହଜ କରିବା ପାଇଁ। ଏବେ ଆମେ 1 ରୁ 20 ଯାଏଁ ଏ ସଂଖ୍ୟାରେ ପ୍ରତ୍ୟେକ ସଂଖ୍ୟାର ଘନ ଜାଣିଗଲେ। ଆଉ ସେ ଘନର ଏକକକୁ ଦେଖ। ପୂର୍ଣ୍ଣ ବର୍ଗ ସଂଖ୍ୟା କିଏ? ଯାହାର 1 4 5 6 9 ଥବ ସେଟା ପୂର୍ଣ୍ଣ ବର୍ଗ ସଂଖ୍ୟା। କିନ୍ତୁ କ୍ୟୁ ପାଇଁ ସମ୍ପୂର୍ଣ୍ଣ ରୁଲ ଅଲଗା। 1 ଅଛି, 8 ଅଛି, 7 ଅଛି, 5 ଅଛି, 6 ଅଛି, 3 ଅଛି, 2 ଅଛି, ସବୁ ଅଛି। ତେଣୁ ପୂର୍ଣ୍ଣ ବର୍ଗ ସଂଖ୍ୟା ପାଇଁ ନିୟମ ଥିଲା, ଏଇଗୁଡ଼ାକ ଥିଲେ ପୂର୍ଣ୍ଣ ବର୍ଗ ସଂଖ୍ୟା ହବ। କିନ୍ତୁ ଘନ ପାଇଁ ସେମିତି ନିୟମ ନାହିଁ, କାରଣ 2 ରହିବ, 1 ରହିବ, 5 ରହିବ, 9 ରହିବ, 3 ରହିବ, 6 ରହିବ, ସବୁ ସଂଖ୍ୟା ରହିପାରିବ। 1 ରୁ 20 ଯାଏଁ ପ୍ରତ୍ୟେକ ସଂଖ୍ୟାର ଘନକୁ ଲକ୍ଷ୍ୟ କର। ଏକକ ଘରେ 0 ରୁ 9 ପର୍ଯ୍ୟନ୍ତ ସବୁ ସଂଖ୍ୟା ଅଛି। ତାପର ନମ୍ବର ପ୍ରଶ୍ନ, ବର୍ଗ ସଂଖ୍ୟା ପରି 1 ଅଙ୍କ ବିଶିଷ୍ଟ କେତୋଟି ଘନ ସଂଖ୍ୟା ଅଛି? 2ଟା 1 8, 2 ଅଙ୍କ ବିଶିଷ୍ଟ ବି 2ଟା 27 ଆଉ 64। सेमती 3 अंक विशिष्ट केतेटा अछि? 729, ता माने 5टी। 1 अंक विशिष्ट घन संख्या हला 2टा, 2 अंक विशिष्ट घन संख्या मध्य 2टा, 3 अंक विशिष्ट घन संख्या हला 5टा। एतिकिटी घन संख्या अछि। तापर नंबर प्रश्न, गोटिए घन संख्यार शेष अंक 2टी, 2टा शून्य होई परिबो कि? ना। वर्ग संख्यार होई परिबो। गोटे शून्य थिले गुणी हेले 2टा शून्य होय। घन संख्या थिले मिनिमम 3टा शून्य हबो। देख मनकर गोटे उदाहरण ये 50 गुणन 50 गुणन 50, 5 5 25 5 125 हम संख्याटा, किंतु शून्य 3टा गुणिले केबे गोटे शून्य हब ना, सब बेले 3टा शून्य हब। 3टा 6टा 9टा एमतिया 3 रो गुणितक से गुडाक सब हेबे, तेणु एटा हेई परिबो नाही। एठी लिखिबा, कारण घन संख्यार शेष अंक सब बेले 0 रो 3 गुण हब। जेमिति दशमिक भग्न संख्यार आमे वर्ग बाहर करथिले, ठीक सेही परी भग्न संख्यार दशमिक माइनस संख्यार आमे घन मध्य बाहर करिबा। घन हेले 3 थर गुणिबा। 4/6 रो क्यू, तन 4/6 3 थर गुणा हबो, तेणु 4/6 गुणन 4/6 गुणन 4/6 3 थर गुणी दबा। 3 थर 4 गुणा हबो, 3 थर 6 गुणा हबो। घन माने 3 थर गुणा हबो जहा देई थाउ, तेणु 3 थर 4 गुणिले 64, 3 थर 6 गुणिले 216। तापर लिखा है 13.08 रो क्यू। 13.08 को 3 थर गुणिबा। 13.08 को 3 थर गुणिले आमर जेतिकी उत्तर बाहरिला, एबे देख 2 2 4 2 6, दशमिक बिंदु छाड़िकी एठी 2 एठी 2 एठी 2, तेणु समुदाय 6टा संख्या हैला, तेणु दशमिक बिंदु परे आमर 6टी संख्या रहिबो। एमती करिबा। तापर लिखा है -6 रो क्यू, ता माने -6टा 3 थर गुणी हबो, तेणु -6 गुणन -6 गुणन -6, 2 थर माइनस गुणिले प्लस 636, तापर आउ थरे माइनस गुणिले प्लस माइनस गुणिले माइनस, तेणु -216 ହେଲା उत्तर। एबे देखिबा टैक्सी कैब संख्या। देख एठी लेखा जाइछि सर्वनिम्न संख्या जाहाकू दुईटी संख्यार जोगफल रूपे दुई भिन्न भिन्न उपाय प्रकाश करा जाई परिबो। 1729 ହେଲା गोटे घन संख्या, ताकू दुईटी संख्यार घनर जोगफल जेमति 1 रो क्यू प्लस 12 रो क्यू रो जोगफल रूपे प्रकाश करा जाई परिबो। आउ गोटे प्रकार एमति 9 रो क्यू प्लस रो 10 रो क्यू, ताकू मिसेइले मध्य 1729 हबो। दुईटी घनर जोगफल भाबे दुई भिन्न उपाय प्रकाश करा जाई परिबो। मन रख एटा। एही संख्या को हाड़ी रामानुजन संख्या भाव परिचित होइथिला। जो संख्या दुईटी भिन्न उपाय घनर जोगफल प्रकाश करा जाई परिबो ताकू टैक्सी कैब संख्या कहागला। एठी प्रश्न अछि 4104 और 13832, ए दुईटी संख्या को दुईटी संख्यार
ଦୁଇଟି ଘନର ଯୋଗଫଳ ଭାବରେ ପ୍ରକାଶ କରାଯାଇପାରିବ। କେମିତି କରିବ ଦେଖ, 4104 ଅଛି, 4104 ହେଉଛି 2ର କ୍ୟୁ ପ୍ଲସ୍ 16ର କ୍ୟୁ ମିଶେଇଲେ 4104 ହେବ, କିମ୍ବା 9ର କ୍ୟୁ ପ୍ଲସ୍ 15ର କ୍ୟୁ ଆକୁ ମଧ୍ୟ ମିଶେଇଲେ 4104 ହେବ। ସେମିତି 13832 ଯିଏ ସିଏ ହେଉଛି 2ର କ୍ୟୁ ପ୍ଲସ୍ 24ର କ୍ୟୁ। ଆଉ ଗୋଟେ ହେଇପାରିବ 18ର କ୍ୟୁ ପ୍ଲସ୍ 20ର କ୍ୟୁ। ତେଣୁ ଏଇ ଦୁଇ ପ୍ରକାର ଆମେ କରିପାରିବା। 18କୁ 3 ଥର ଗୁଣିବ, 20କୁ 3 ଥର ଗୁଣିବ, ତାକୁ ମିଶେଇ ଦେବ, ଦେଖିବ 13832 ହେଉଛି, ତା ମାନେ ଏଟା ଠିକ୍ ଅଛି। ସଂଖ୍ୟା ସମ୍ବନ୍ଧୀୟ ଇଏ ଗୋଟିଏ ନୂଆ ତଥ୍ୟ, ଆକୁ ମନେ ରଖିବ। ଏବେ ଗୋଟେ ନୂଆ କନସେପ୍ଟ ବୁଝିବା, ପୂର୍ଣ୍ଣ ଘନ ସଂଖ୍ୟା ଆଉ କ୍ରମିକ ଅଯୁଗ୍ମ ସଂଖ୍ୟା। ଆମେ ପୂର୍ଣ୍ଣ ବର୍ଗ ସଂଖ୍ୟା ବେଳେ କ୍ରମିକ ଅଯୁଗ୍ମ ସଂଖ୍ୟାକୁ ଦେଖିଥିଲେ। କ୍ରମିକ ଅଯୁଗ୍ମ ସଂଖ୍ୟାକୁ ନିର୍ଦ୍ଦିଷ୍ଟ କ୍ରମରେ ମିଶେଇକି କେମିତି ଆମକୁ ପୂର୍ଣ୍ଣ ବର୍ଗ ସଂଖ୍ୟା ମିଳୁଥିଲା। ଏଠି କିନ୍ତୁ ଟିକିଏ ଅଲଗା। ଏଠି କ୍ରମିକ ଅଯୁଗ୍ମ ସଂଖ୍ୟା 1 ପାଇଁ ଯାହା ଲେଖା ହେବ 2 ବେଳକୁ ସେଟା ବଦଳିଯିବ, ଆଉ ସେଟା ରିପିଟ୍ ହେବନି। 3ରୁ 5 ଲେଖା ହେଲା, 3 ବେଳକୁ 7, 9, 11 ଆଉ 3, 5 ଲେଖା ହେଇନି। କିନ୍ତୁ ପୂର୍ଣ୍ଣ ବର୍ଗ ବେଳେ ଆମେ ସବୁ ଗୁଡାକ ଲେଖୁଥିଲେ। ଏଇଠି ଦେଖ, ମୁଁ ତମମାନଙ୍କ ବୁଝିବା ପାଇଁ ଟୋଟାଲି ଏଠି ଆଉଥରେ ଲେଖିଦେଇଛି, ବେଶୀ ଭଲ ଭାବେ ବୁଝିପାରିବ। ଘନ ସଂଖ୍ୟା କ୍ଷେତ୍ରରେ ଆମେ କ'ଣ କରିବା, ଯାହାକୁ ଲେଖିଥିବା 1ର ଘନ ହେଲା 1, 1ର ସ୍କୋୟାର ହେଲା 1, ଘନରେ 3 ଥର ଗୁଣିଲେ 1, ବର୍ଗରେ 2 ଥର ଗୁଣିଲେ 1। 2ର ସ୍କୋୟାର କ୍ଷେତ୍ରରେ ଆମେ କ'ଣ ଲେଖୁଛେ, 1 ପ୍ଲସ୍ 3 ଦୁଇଟା ଯାକ କ୍ରମିକ ଅଯୁଗ୍ମ ସଂଖ୍ୟା ଲେଖୁଛେ। 2ର କ୍ୟୁ ଜାଗାରେ ଆଉ 1କୁ ଲେଖୁନି, 3, 5 ମିଶିଲା ପୁଣି 8, 2ର କ୍ୟୁ ହେଲା 8, 3, 5 ତା ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା। 3ର ସ୍କୋୟାରରେ କ'ଣ କରୁଛେ, 1 ଲେଖିଲେ 3 ଲେଖିଲେ ମାନେ ସେ ଦୁଇଟା ରିପିଟ୍ ହେଲା, ପ୍ଲସ୍ 5 ଲେଖିଲେ। ପୂର୍ଣ୍ଣ ବର୍ଗ ସଂଖ୍ୟା କ୍ଷେତ୍ରରେ ଆମେ ଏମିତି ଲେଖୁଛେ 3ର ସ୍କୋୟାର କ୍ଷେତ୍ରରେ। କିନ୍ତୁ ଘନ ସଂଖ୍ୟା କ୍ଷେତ୍ରରେ କ'ଣ ଲେଖୁଛେ, 3ର କ୍ୟୁ ଯେତେବେଳେ ଲେଖିବା 3, 5 ଆଉ ଲେଖିବାନି, ତା ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା। ତାମାନେ 7, 9, 11 ସେଇ ତିନିଟା ଅଯୁଗ୍ମ ସଂଖ୍ୟା ଲେଖାଯାଇଛି। ସେମିତି 4ର ସ୍କୋୟାର ହେଲା, 4ର ସ୍କୋୟାର ଜାଗାରେ 3ର ସ୍କୋୟାର ପାଖରେ ଯେଉଁ ଅଯୁଗ୍ମ ସଂଖ୍ୟା ଥିଲା ସେଇଗୁଡ଼ାକ ଲେଖାଯାଇଛି, ତା ସହ 7 ଲେଖାଯାଇଛି। 1, 3, 5, 7 ମିଶିକିରି ହେଲା 16, ଯିଏକି 4ର ସ୍କୋୟାର। ଏବେ 4ର କ୍ୟୁ ପାଖକୁ ଦେଖ, 4ର କ୍ୟୁ ମାନେ ଏ ତିନିଟା ଲେଖାଯିବନି। 11 ପରେ ନେକ୍ସଟ ଅଯୁଗ୍ମ ସଂଖ୍ୟା କିଏ, 13, 15, 17, 19 ଏମିତି ତା ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା ଲେଖାଗଲା। କିନ୍ତୁ 4ଟା ଅଯୁଗ୍ମ ସଂଖ୍ୟା ଲେଖାଗଲା। ଏଇଠି ଲକ୍ଷ୍ୟ ରଖ, 1ର କ୍ୟୁ ଜାଗାରେ ଗୋଟିଏ ସଂଖ୍ୟା, 2ର କ୍ୟୁ ଜାଗାରେ 2ଟା ସଂଖ୍ୟା, 3ର କ୍ୟୁ ଜାଗାରେ 3ଟା ସଂଖ୍ୟା, 4ର କ୍ୟୁ ଜାଗାରେ 4ଟା ସଂଖ୍ୟା ଲେଖାଗଲା। ସେମିତି 5ର କ୍ୟୁ ଜାଗାରେ ତା ପରବର୍ତ୍ତୀ 5ଟି ଅଯୁଗ୍ମ ସଂଖ୍ୟା ଲେଖାଯାଇଛି। କିନ୍ତୁ 4 ପାଖରେ ଯେଉଁ ଅଯୁଗ୍ମ ସଂଖ୍ୟା ଲେଖା ଥିଲା ସେଟା ରିପିଟ୍ କରାଯାଇନି। 4ର 19ରେ ସରିଲା, 5ର ଯେତେବେଳେ ଆମକୁ କ୍ୟୁ ଲେଖାଗଲା ତା ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା 5ଟାକୁ ମିଶେଇଲେ 125 ହେଇଛି। ଯେମିତି ତା ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା 21ରୁ 29 ଯାଏ। ସେମିତି 6ର କ୍ୟୁ ଯେତେବେଳେ ଲେଖିଲେ 5ର କୋଉଠି ସରିଲା, 29ରେ, 6ର 31ରେ ଆରମ୍ଭ କରାହେଲା, 31, 33। ଏଠି ସେମିତି ଦେଖ, 5ର ସ୍କୋୟାରରେ ଆମେ କ'ଣ କରୁଥିଲେ, 5ଟି କ୍ରମିକ ଅଯୁଗ୍ମ ସଂଖ୍ୟା ଲେଖୁଥିଲେ। ଏଠି କିନ୍ତୁ ସେ କ୍ରମଟା ଅଛି, କିନ୍ତୁ କ୍ରମଟା ଭାଙ୍ଗିଛି। 1ରେ ଯାହା ଲେଖିଛେ 2ରେ ତାକୁ ଲେଖିନି, 3ରେ ସେଟା ରିପିଟ୍ ହେଇନି, 4ରେ ବି ରିପିଟ୍ ହେଇନି, 5ରେ ବି ରିପିଟ୍ ହେଇନି, 6ରେ ବି ରିପିଟ୍ ହେଇନି। ପ୍ରଶ୍ନରେ ଦିଆଯାଇଛି ଏହି କ୍ରମରେ ଆମେ ପାଉଥିବା ସଂଖ୍ୟା ଗୁଡ଼ିକ ଆଗକୁ ଆମକୁ କୋଉ ସଂଖ୍ୟା ମିଳିବ। ଏଠି 6 ପାଇଁକି 6ଟା ସଂଖ୍ୟା ଲେଖାଯାଇଛି। ତା ମାନେ ଆମେ ଜାଣିଲେ ଯେତିକିଟା କ୍ରମିକ ଅଯୁଗ୍ମ ସଂଖ୍ୟା ମିଶେଇବା ଆମକୁ ତା ପରର ସେଇ ସଂଖ୍ୟାର କ୍ୟୁଟା ମିଳିବ। 1, 2, 3, 4, 5, 6, 7, 8, 9, 10। ତା ମାନେ 10ଟା କ୍ରମିକ ଅଯୁଗ୍ମ ସଂଖ୍ୟା, ତା ମାନେ ଆମର ଏଟା ହେଲା 10ର କ୍ୟୁ। ତୁମେ ୟାକୁ ମିଶେଇ ପାର, ମିଶେଇଲେ ଏଟା 1000 ହେଉଛି। ମୁଁ ଚେକ୍ କରିଛି ପ୍ରକୃତରେ ଠିକ୍ ଅଛି କି ନାହିଁ। 10ର କ୍ୟୁ ହେଲା 1000। ତେଣୁ ଆମେ ପୂର୍ଣ୍ଣ ଘନ ସଂଖ୍ୟା, ପୂର୍ଣ୍ଣ ବର୍ଗ ସଂଖ୍ୟା ଆଉ ସେମାନଙ୍କ ସହିତ କ୍ରମିକ ଅଯୁଗ୍ମ ସଂଖ୍ୟାର କ'ଣ ସମ୍ପର୍କ ଆମେ ଜାଣିପାରିଲେ। ଏଟାକୁ ଭଲ ଭାବରେ ମନେ ରଖିବ। ଏବେ ଦେଖିବା ଘନମୂଳ ବା କ୍ୟୁବ୍ ରୁଟ୍ସ। 5ର ସ୍କୋୟାର ହେଲା 25, 25ର ରୁଟ୍ ଓଭର ହେଲା 5। ଠିକ୍ ସେମିତି 5ର କ୍ୟୁ ହେଲା 125, 125ର କ୍ୟୁବ୍ ରୁଟ୍ ମାନେ ଏଠି 3 ଲେଖା ହବ। ସ୍କୋୟାର ରୁଟ୍ରେ ଲେଖା ହଉନଥିଲା, କ୍ୟୁବ୍ ରୁଟ୍ରେ ଲେଖା ହଉଛି। 125ର କ୍ୟୁବ୍ ରୁଟ୍ ହେଲା 5, ତାମାନେ 5କୁ 3 ଥର ଗୁଣିଲେ ଆମକୁ 125 ମିଳିଛି। y ଯଦି x କ୍ୟୁ ହୁଏ, ତାମାନେ xକୁ 3 ଥର ଗୁଣିଲେ y ହେଲା, ତାହେଲେ xକୁ y ର ଘନମୂଳ କୁହାଯାଏ। ତାକୁ ଏମିତି ଆମେ ସଜେଇକି ଲେଖିବା। 27ର କ୍ୟୁବ୍ ରୁଟ୍ ହେଲା 3, 1000ର କ୍ୟୁବ୍ ରୁଟ୍ ହେଲା 10, ଏମିତିକିରି ଲେଖିବା। ସେମିତି n କ୍ୟୁର କ୍ୟୁବ୍ ରୁଟ୍ ଯେ n କ୍ୟାନସେଲ ହେଇଯିବ। ଗୋଟିଏ ସଂଖ୍ୟା ଘନ ନୁହେଁ କି
ଘନ କି ଘନ ନୁହେଁ ଆମେ କେମିତି ଜାଣିବା? ତାର ମୌଳିକ ଗୁଣନୀୟ କୋଉଟା ବାହାର କରିବା, ଯେମିତି ପୂର୍ଣ୍ଣ ବର୍ଗ ସଂଖ୍ୟା କି ନୁହେଁ ଜାଣୁଥିଲେ ଠିକ୍ ସେଇଭଳିଆ। କିନ୍ତୁ ବର୍ଗ ସଂଖ୍ୟା ବେଳେ ଆମେ କ'ଣ କରୁଥିଲେ, ଦିଟା ଦିଟା ପେୟାରିଂ କରୁଥିଲେ। ଘନ ସଂଖ୍ୟା ବେଳେ କ'ଣ କରିବା, ତିନିଟା ତିନିଟା ପେୟାରିଂ କରିବା ବା ତିନି ଟିକିଆ ଯୋଡ଼ି କରିବା। ଦେଖ 3375, ତିନିଟା 3 ତିନିଟା 5, ଏହାର ହେଲା ମୌଳିକ ଗୁଣନୀୟକ। ତିନିଟା 3 ଅଛି, ତିନିଟା 5 ଅଛି, ତା ମାନେ ଏଇଟା ହେଉଛି ଗୋଟେ ପୂର୍ଣ୍ଣ ଘନ ସଂଖ୍ୟା। ଯଦି ଗୋଟିଏ 3 ନଥାନ୍ତା ତାହେଲେ ଘନ ସଂଖ୍ୟା ହେଇନଥାନ୍ତା। ତଳେ କେମିତି ପେୟାରିଂ କରାହେଇଛି ଦେଖ, ଗୋଟେ 3 ଗୋଟେ 5, ଗୋଟେ 3 ଗୋଟେ 5, ତିନି ଟିକିଆ ଥାକ କରାହେଇଛି, ଗୋଟେ ଦିଟା ତିନିଟା, ଆଉ ସବୁଥିରେ ସମାନ ଅଛି। 3 5 ହେଲା 15, 15ର ସ୍କୋୟାର। ଅନ୍ୟ ଗୋଟେ ଉପାୟରେ ଆମେ ତାକୁ ମଧ୍ୟ ଲେଖିପାରିବା, କେମିତି, ଖାଲି 3 କି ଯୋଡ଼ି କରିଦେବା, ଖାଲି 5 କୁ ଯୋଡ଼ି କରିଦେବା, ଏମିତି ବି କିଛି ଭୁଲ ନାହିଁ। 3ର କ୍ୟୁ 5ର କ୍ୟୁ, ତା ମାନେ 3 ଗୁଣନ 5 ମିଶିକି 15ର ହୋଲ୍ କ୍ୟୁ। ତା ମାନେ ତଳେ ଘନମୂଳ ଲେଖିବା, 15 ହବ ଆମର ଉତ୍ତର। ଅନ୍ୟ ଅର୍ଥରେ 15କୁ 3 ଥର ଗୁଣିଲେ ଆମକୁ ମିଳିଛି ଏତିକି। 501 ପୂର୍ଣ୍ଣ ଘନ ସଂଖ୍ୟା କି? କେମିତି ଜାଣିବା? ଯେତେ ବଡ଼ ସଂଖ୍ୟା ହେଇଥାଉ ତାର ମୌଳିକ ଗୁଣନୀୟକ ଗୁଡ଼ାକ ବାହାର କରିଦେବା, ତିନି ଟିକିଆ ଯୋଡ଼ି କରିଦେବା। ଯଦି ତିନି ଟିକିଆ ଯୋଡ଼ି ନ ହେଲା ବା ତିନି ଟିକିଆ ଥାକ ନ ହେଇପାରିଲା ତାହେଲେ ସେଇଟା ପୂର୍ଣ୍ଣ ଘନ ସଂଖ୍ୟା ନୁହେଁ। ଦେଖ 500ର ମୌଳିକ ଗୁଣନୀୟକ ହେଲା 2 2 ତିନିଟା 5। ଏ ଯୋଉ 2 2 ଲେଖାଯାଇଛି ଏଠି ଆଉ ଗୋଟିଏ 2 ନାହିଁ। ଯଦି ତିନିଟା 2 ହେଇଥାନ୍ତା ତାହେଲେ ଏଇଟା ଗୋଟେ ପୂର୍ଣ୍ଣ ଘନ ସଂଖ୍ୟା ହେଇଥାନ୍ତା। ଦୁଇଟା 2 ଅଛି କିନ୍ତୁ ତିନିଟା 5 ଅଛି, ହେଲେ 2 ତ ନାହିଁ ନା, ତେଣୁ ଏଇଟା ହେଇପାରିବ ନାହିଁ। ଏବେ ଦେଖ ସଂଖ୍ୟାର ମୌଳିକ ଉତ୍ପାଦୀକରଣ, ସେଇ ମୌଳିକ ଗୁଣନୀୟକ। 4ର ହେଲା 2 ଦୁଣେ 4, 6ର 2 3 6, 15ର 3 5 15, 12ର ହେଲା 2 ଦୁଣେ 4 3 12। 4 3 12 ଲେଖିଥାନ୍ତା କିନ୍ତୁ ଆମେ 2 2 3 ଲେଖିଲେ, ତ ଛୋଟ ହବ ସେତେ ଭଲ। 4ର କ୍ୟୁ ହେଲା 64, ତେଣୁ ଆମେ ଆଉ 64 ପାଇଁ କି 4 ପାଇଁ ଯାହା ଲେଖିଛେ ତାକୁ 3 ଥର ଲେଖିଦେବା। ତା ମାନେ 4 ଜାଗାରେ 2 ଗୁଣନ 2 2 ଗୁଣନ 2 2 ଗୁଣନ 2। ଏଠି ସେମିତି 6 କ୍ୟୁ, 6ର ଉତ୍ପାଦ କିଏ 2 3, ତେଣୁ 2 3 2 3 2 3 ସଜେଇକି ଲେଖାଯାଇଛି। 3ଟା 2 3ଟା 3, ତା ମାନେ 2 କ୍ୟୁ ଗୁଣନ 3 କ୍ୟୁ। ସେମିତି 15 ହେଲା 3 5 15, ତେଣୁ 15 3 ଥର ଗୁଣା ହେବ ମାନେ 3 ଗୁଣନ 5, ଏଇ ଥାକଟା 3 ଥର ଲେଖା ହବ। 3ଟା 3 3ଟା 5, ତା ମାନେ 3ର କ୍ୟୁ ଗୁଣନ 5ର କ୍ୟୁ। ଏଠି ସେମିତି 2ଟା 2 ଗୋଟେ 3 ଅଛି, 2ଟା 2 ଗୋଟେ 3 ଆମେ ଏଠି 3 ଥର ଲେଖିବା। ତେଣୁ 3 ଥର ଲେଖିଲେ 2 2 2 2 2 2, ତା ମାନେ 6ଟା 2 ଲେଖା ହବ। 3 ସେମିତି 3 ଥର ଲେଖା ହବ, ଗୋଟେ ଥର 2 ଥର 3 ଥର, ଆଉ 3 ଲେଖା ହେଲା ବି 3 ଥର। ଏବେ ସବୁ ଗୁଡ଼ାକ ସଜେଇକି ଲେଖିଲେ 2 ଟୁ ଦି ପାୱାର 3 ଗୁଣନ 2 ଟୁ ଦି ପାୱାର 3 ଗୁଣନ 3 ଟୁ ଦି ପାୱାର 3। ତାପରେ ନମ୍ବର ଦେଇଛି ସଂଖ୍ୟା ଗୁଡ଼ାକର ଘନମୂଳ ନିର୍ଣ୍ଣୟ କର। ଘନମୂଳ ନିର୍ଣ୍ଣୟ କରିବାକୁ ହେଲେ ଆର ସେମିତି ମୌଳିକ ଗୁଣନୀୟକ ଗୁଡ଼ାକ ଲେଖିଦେବା, ତିନି ଟିକିଆ ପେୟାରିଂ କରିଦେବା। ଯାହାର ତିନି ଟିକିଆ ପେୟାରିଂ ହେଇପାରିଲା ସେଇଟା ହେଲା ଘନ ସଂଖ୍ୟା, ଆଉ ତାର ଘନମୂଳଟା ବାହାରି ପାରିବ। 64 କି 2ରେ କାଟିଲେ 32 ଦୁଣେ 64, 16 ଦୁଣେ 32, 2 ଅଷ୍ଟା 16, 2 ଚଉ 8, 2 ଦୁଣେ 4। ଦେଖ ଏ ତିନି ଟିକିଆ ପେୟାରିଂ ହେଇକି ଅଛି, ତା ମାନେ ଏଇଟା ହେଉଛି ଗୋଟେ ଘନ ସଂଖ୍ୟା। ଲେଖିବା 2 ଗୁଣନ 2 2 ଗୁଣନ 2 2 ଗୁଣନ 2। ଏବେ ୟାକୁ ଯୋଡ଼ି କରିଦେବା 3 3 6, ତା ମାନେ ପ୍ରଥମ ଯୋଡ଼ିଟା ହେଲା 2 କ୍ୟୁ, ଦ୍ୱିତୀୟ ଯୋଡ଼ିଟା ହେଲା 2 କ୍ୟୁ। ଦିଟା 2 ଅଛି, ତା ମାନେ 2 ଗୁଣନ 2 4ର କ୍ୟୁ। ଏଥିରୁ ଆମେ ଜାଣିପାରିଲେ 4ର କ୍ୟୁ ହେଉଛି 64, 4 ଚଉ 16 ଚଉ 64, ବା 64ର କ୍ୟୁବ୍ ରୁଟ୍ ଯେତେବେଳେ ସଜେଇକି ଲେଖିବା ଖାଲି ଉତ୍ତର ଲେଖିବା 4, ତା ମାନେ 64ର ଘନମୂଳ ହେଲା 4। ସେମିତି 512ର କ୍ୟୁବ୍ ରୁଟ୍ ବାହାର କରିବା, ତେଣୁ 512 ଲେଖିକି 2ରେ କାଟିଲେ 2 ଦୁଣେ 4 ବଳିଲା 1, 1 ରେ 11, 2 5 10, 212, 2 କେ 2 28 ଦୁଣେ 56, 212 2 ଚଉ 8, 2ରେ କାଟିଲେ 32, 2ରେ କାଟିଲେ 16, ଏମିତି କାଟିବା, 2ରେ ତ ସବୁ କାଟିବା, ଆଉ 2 ଅଷ୍ଟା 16, 2 ଚଉ 8, 2 ଦୁଣେ 4। ଏବେ ସବୁତିକ 2 କି ଆମେ କ'ଣ କରିବା, ତିନି ଟିକିଆ ଲେଖା ପେୟାରିଂ କରିବା। ସବୁତକ ଗୁଣନୀୟକ ଲେଖିଦେବା, ତିନିଟା ଗୁଣନୀୟକ ହେଲା ଗୋଟେ ଥାକ। ତେଣୁ କେତେଟା 2 ଅଛି, 1 2 3 4 5 6 7 8 9, ସବୁତକ 2 ଲେଖିଦେଲେ। ତାପରେ ତିନିଟା 2 ଉପରେ ଗୋଟେ ଗାର,
पुणी 3टा 2 पुणी 3टा 2 तार 2 रो क्यू 2 रो क्यू 2 रो क्यू प्रथम रु गोटे 2 द्वितीय रु गोटे 2 तृतीय रु गोटे 2 सबुथुरु गोटे गोटे 2 नहीं जिबा तार होल क्यू ता माने 8 रो क्यू हमको मिली गला प्रकृत रे 8 रो क्यू भी 512 8 अष्टा 64 64 रे 8 रे गुणिले 512 ता माने हमको उत्तरटी मिली गला एबे लिखिबा क्यूब रूट ऑफ 512 समान हैला 8 तापरे 3 नंबर देख क्यूब रूट ऑफ 729 सेमती आर मौलिक गुणनीयक गुड़ाक बाहर करवा 729 रो सब अंक गुड़ाक मिसई दियो 7 2 9 9 18 3 रे काटिले 3 दुणे 6 3 चौ 12 3 3 9 ये सब 3 रे कटिवो 3 अष्टा 24 3 के 3 3 रे कटिले 27 3 81 मोडा काटुची कारण जदि को पिला मानकर कटाकटी संबंधी समस्या थी बुझी पारु नथिबे जानि पारु नथिबे एमती काटिले से माने बुझी परिबे तेणु लिखिबा 729 समाने देखो 3 टिकिया पेयरिंग कली 2 पेयर हैला 3 गुणन 3 गुणन 3 ये गोटे थाक गुणन 3 गुणन 3 गुणन 3 गोटे थाक गोष्ठी कहि पारो थाक कहि पारो जोड़ी कहि पारो पेयरिंग कहि पारो एबे देखो 3टा 3 एपटे 3टा 3 3 रो क्यू 3 रो क्यू ता माने केते 3 3 9 9 रो क्यू 9 9 81 81 रे 9 गुणिले 729 ता माने 729 रो क्यूब रूट होबो 9 एठी होबो 9 ऊपर लिखिनि सेठी होबो क्यूब रूट ऑफ 512 होची 8 एबे पूर्ण वर्ग संख्या और पूर्ण घन संख्या ता भितर कौन कौन पार्थक्य रहउची ताको देखिबा सी भी गोटे मजादार गेम भलिया तुमको लागिबो देखो पूर्ण वर्ग संख्या हला 1 4 9 16 25 36 प्रथमे तांको जले माइनस करबा तांको भितर फरक बा पार्थक्य रहउची फेडिले 3 5 7 9 11 एतिके डिफरेंस रे से माने रहउचंती ताको जते बेले फेडिबा 3 रु 5 बा 5 रु 3 गले 2 7 रु 5 गले 2 9 रु 7 गले 2 11 रु 9 गले 2 ताहले एई भलिया रहिबो किंतु घन संख्या पई कि हमको निजको करबाकू पड़िबो दिया जाईची प्रथम पर्याय रे संख्याटा दिहला एबे पर्याय 1 रे कोन करबा एई घन संख्या गुडा को माइनस करबा 8 रु 1 गले 7 27 रु 8 गले 21 64 125 रु 64 हम सब माइनस करबा देखा केते केते होउची 7 एटा हबो 19 तापरटा 37 तापरटा 61 तापरटा 91 एबे कोन करबा आकु सब माइनस करबा देखिबा अंक भितरे कोन समानता रहउची बा कोन लिंक रहउची 19 रु 7 गले 12 37 रु 19 गले 18 तापरे 31 रु 61 रु 37 माइनस कले 24 तापरटा 91 रु 61 माइनस कले 30 एबे जो चारटा संख्या हमको मिलिला आ भितरे समानता कोन अछि कहिलो बा संपर्क कोन अछि ये सब होचंती 6 रो गुणितक 6 दुणे 12 36 18 6 24 6 50 30 जेतेबेले वर्ग संख्या देखुथिले सेट सब 2 बाहर थिला एबे निजे करी देखो स्टार्ट करिबा 1 नंबर 27000 और 10678 रो घन मूल स्थिर कर घन मूल स्थिर कर माने कोन करिबा तार सब मौलिक गुणनीयक बाहर करिबा 3 टिकिया पेयरिंग करिया पिला माने मु जेहाकू लेखुची निजे करी देखो पेज 16 रो केवल देखिकी खातारे कले तुमरो पाठटा मन रहिबनी पाठ होउची नदघोष विद्या जेते बारंबार प्रैक्टिस करिवो मन रखिवो ताहले हबो प्रैक्टिस मेक्स ए मैन परफेक्ट आकु बारंबार प्रैक्टिस कर 2 थर 3 थर मन को मन आसीबा पर्यंत देखो 27000 को मु केमिति भांगीची 27 गुणन 1000 27 जगह लिखिची 3 3 9 3 27 1000 जगह लिखिची 10 गुणन 10 गुणन 10 27 होउची 3 रो क्यू 1000 हैला 10 रो क्यू एबे जेहेतु ऊपरे घात समान अछि तेणु आधार गुणी हैला 3 गुणन 10 रो क्यू तेणु 27000 रो क्यूब रूट होबो 10 3 30 ता माने 30 को 3 थर गुणिले हमको 27000 मिलिला 3 की 3 थर गुणिले 27 0 को 3 थर गुणिले 3टा 0 तापरे 10648 को सेमती भांगीबा मौलिक गुणनीयक करी एकक स्थान रे 8 अछि एते बड़ संख्या ता माने 2 रे गुडाई थर कटिबो लिखिबा 10648 2 रे काटिले 2 5 10 2 3 6 2 दुणे 4 2 4 8 पुणी 2 रे काटिले 2 दुणे 4 13 212 12 212 2 दुणे 4 एबे 2 रे काटिबा 2 के 2 2 3 2 के 2
এইটা ବର୍ତ୍ତମାନ ଆଉ 2 ରେ କଟିବନି, ଏଟା 11 ରେ କଟିବ। 11 ରେ କଟେଇଲେ 11 କେ 11 13 ରୁ 11 ଗଲେ ବଳିବ 2, 2 ରେ 3 23, 11 ଦୁणे 22 ବଳିଲା 1, ପୁଣି 1 ରେ 1 11। ଏବେ 11 ର ସ୍କୋୟାର 121, ତା ମାନେ ଆମର ଠିକ 3 ଟିକିଆ ଥାକରେ ପଡ଼ିଗଲା। 3ଟା 2 3ଟା 11, ଲେଖିବା 2 ଗୁଣନ 2 ଗୁଣନ 2, ତାପରେ ଲେଖିବା 11 ଗୁଣନ 11 ଗୁଣନ 11, ତା ମାନେ 2 ର କ୍ୟୁ ଗୁଣନ 11 ର କ୍ୟୁ। ତାପରେ କ'ଣ କରିବା 2 into 11, ଆର ହେଲା କ୍ୟୁବ, 3 ଥର ଗୁଣା ହେଲା, ତା ମାନେ 11 ଦୁଣେ 22 ର କ୍ୟୁବ, ଲେଖିବା କ୍ୟୁବ ରୁଟ ଅଫ 10,648 ହେଲା 22। ଏବେ ଆପରେ 2 ନମ୍ବର ପ୍ରଶ୍ନ। 2 ନମ୍ବର ପ୍ରଶ୍ନ ଦିଆଯାଇଛି 1300 କେଉଁ ସଂଖ୍ୟା ଦ୍ୱାରା 1323 କୁ ଗୁଣନ କଲେ ଗୁଣଫଳ ଗୋଟିଏ ଘନ ସଂଖ୍ୟା ହବ। ତା ମାନେ ଗୋଟେ ଛୋଟ ସଂଖ୍ୟାର ଆବଶ୍ୟକତା ଅଛି। ତେଣୁ 1323 ର ମୌଳିକ ଗୁଣନୀୟକ ବାହାର କରିଦବା। ମୌଳିକ ଗୁଣନୀୟକରେ ଯୋଉଟା ଅଭାବ ଥବ ସେତିକି ଗୁଣି ଦେଲେ ଯୋଉ ଯୋଡ଼ିଟା ଅଭାବ ଥବ ତାହେଲେ ଆମର ହେଇଯିବ ଆଉ। ତେଣୁ 1323 ର ମୌଳିକ ଗୁଣନୀୟକ 3 ରେ କଟେଇଲେ 3 ଚଉ 12, 1 1 ରେ 2 12, 3 ଚଉ 12, 3 କେ 3, ପୁଣି 3 ରେ କାଟିଲେ 3 କେ 3 ବଳିଲା 1 14, 3 ଚଉ 12 ବଳିଲା 2, 2 ରେ 1 21, 3 7 21। ଏବେ ଆକୁ 3 ରେ କାଟିବା, 3 ରେ କାଟିଲେ 3 ଚଉ 12 ବଳିଲା 2, 2 ରେ 7 27, 3 ନୂଆ 27, 7 ରେ କାଟିଲେ 7 7 49, ତା ମାନେ 3ଟା 3 ଅଛି କିନ୍ତୁ 2ଟା 7 ଅଛି, ତେଣୁ ଏଇଟା ହବନି। ଯଦି ଆଉ ଗୋଟିଏ 7 ଥାନ୍ତା ତାହେଲେ ଆମର 3 ଟିକିଆ ଯୋଡ଼ି ହଉଥାନ୍ତା, ତାହେଲେ ଆମର ଆଉ ଗୋଟିଏ 7 3 ଗୁଣନ 7 ଆମର ହେଇଥାନ୍ତା, 7 ତ ନାହିଁ, ତେଣୁ ଆମେ ଏଠି କ'ଣ ଲେଖିବା ଯଦି ଏଇ ସଂଖ୍ୟାକୁ ଆଉ ଗୋଟିଏ 7 ରେ ଗୁଣନ କରାଯାଏ ତାହେଲେ ସେଟା ଗୋଟେ ପୂର୍ଣ୍ଣ ଘନ ସଂଖ୍ୟା ହବ, କାରଣ ଗୋଟିଏ 7 ଥିଲେ ଆମର ଏଟା ଘନ ସଂଖ୍ୟା ହେଇଥାନ୍ତା ନା। ସେଇ ଜିନିଷକୁ ବୁଝେଇକି ସଜେଇକି ଲେଖିବା। ଲେଖିବା 1323 ସମାନେ 3ଟା 3 ଗୁଣନ 2ଟା 7। ତାପରେ ଲେଖିବା ଏ କ୍ଷେତ୍ରରେ 7 ର 7 ଏକ ଗୁଣନୀୟକ ନାହିଁ ବା 7 ଗୁଣନୀୟକ ଆବଶ୍ୟକ, ତେଣୁ ଏ କ୍ଷେତ୍ରରେ କେବଳ 3 ର ଗୋଷ୍ଠୀ ସମ୍ଭବ। ତେଣୁ ଲେଖିବା ଏ କ୍ଷେତ୍ରରେ କେବଳ 3 ର ଗୋଷ୍ଠୀ ସମ୍ଭବ। ତେଣୁ 7 ର 3 ଟିକିଆ ଗୋଷ୍ଠୀ ପାଇବାକୁ ହେଲେ 1323 ରେ ଆମକୁ ଗୋଟେ 7 ଗୁଣନ କରିବାକୁ ପଡ଼ିବ, ତାହେଲେ ଏହା ଏକ ଘନ ସଂଖ୍ୟା ହବ। ସେଇ ଜିନିଷଟା ଲେଖିବା, ଏଇଠି ବି ଲେଖିଦବା, ବେଶୀ ବୁଝିପାରିବ ତୁମେ ମାନେ ଭଲରେ। 7 ଗୁଣନୀୟକ ଆବଶ୍ୟକ। ତେଣୁ 7 ର 3 ଟିକିଆ ଗୋଷ୍ଠୀ ପାଇବାକୁ ହେଲେ 1323 ରେ 7 ଗୁଣନ କଲେ ଏହା ଗୋଟେ ଘନ ସଂଖ୍ୟା ହବ। ତେଣୁ 1323 ଗୁଣନ 7 ସମାନେ 9261। ପିଲାମାନେ ଦେଖ, ଯଦି 2 ନମ୍ବର ପ୍ରଶ୍ନରେ 9261 ଲେଖା ଯାଇଥାନ୍ତା ତାହେଲେ ଆମେ ତାକୁ ମୌଳିକ ଗୁଣନୀୟକ ବାହାର କଲା ବେଳେ 3ଟା 3 3ଟା 7 ଆମକୁ ମିଳିଥାନ୍ତା ଆଉ ସେଇଟା ଗୋଟେ ଘନ ସଂଖ୍ୟା ହେଇଥାନ୍ତା। 7 ନଥିବାରୁ ଏତେ କାମ କରିବାକୁ ପଡ଼ିଲା। ତିନି ନମ୍ବର, ଭୁଲ ଥିଲେ ଭୁଲ ଚିହ୍ନ, ଠିକ ଥିଲେ ଠିକ ଚିହ୍ନ, କାରଣ ସହ ଦର୍ଶାଅ। ଯେକୌଣସି ଅଯୁଗ୍ମ ସଂଖ୍ୟାର ଘନ ଏକ ଯୁଗ୍ମ ସଂଖ୍ୟା, ଏଇଟା ହେଲା ଭୁଲ। ଯେକୌଣସି ଅଯୁଗ୍ମ ସଂଖ୍ୟାର ଘନ ଏକ ଅଯୁଗ୍ମ ସଂଖ୍ୟା ହିଁ ହୋଇଥାଏ। ପରେ ୟାକୁ ଠିକ ସେ ଖାତାରେ କରିକି ଦେଖିବା। ଏବେ ଡବଲ ଲାଇନ ନମ୍ବର ପ୍ରଶ୍ନ ଦେଖ, ଏପରି କୌଣସି ପୂର୍ଣ୍ଣ ଘନ ସଂଖ୍ୟା ନାହିଁ ଯାହାର ଶେଷ ଅଙ୍କ 8 ହବ। ଭୁଲ। 8 ହେଉଛି 2 ର ଘନ, ସେମିତି 12 ର କ୍ୟୁ ହେଉଛି 1728, ତେଣୁ ଏଇଟା ମଧ୍ୟ ଭୁଲ। 3 ନମ୍ବର ଆଇ, ପ୍ରଥମେ ଲେଖିବା ଭୁଲ ଉକ୍ତି। ପ୍ରଶ୍ନରେ ଦେଇଛି ଯେକୌଣସି ଅଯୁଗ୍ମ ସଂଖ୍ୟାର ଘନ ଏକ ଯୁଗ୍ମ ସଂଖ୍ୟା। ଆକ୍ଚୁଆଲି ଯେକୌଣସି ଅଯୁଗ୍ମ ସଂଖ୍ୟାର ଘନ ଏକ ଅଯୁଗ୍ମ ସଂଖ୍ୟା ହିଁ ହବ। ଯେମିତି କି 3 ର କ୍ୟୁ 3 3 9 3 27, 5 ର କ୍ୟୁ 5 5 25 5 125, ଏଇଭଳିଆ ତାକୁ ସଜେଇକି ଲେଖିବା। ଡବଲ ଆଇ ନମ୍ବର ପ୍ରଶ୍ନ, ଏପରି କୌଣସି ପୂର୍ଣ୍ଣ ଘନ ସଂଖ୍ୟା ନାହିଁ ଯାହାର ଶେଷ ଅଙ୍କ 8 ହବ। କୌଣସି ସଂଖ୍ୟାର ଏକକ ସ୍ଥାନୀୟ ଅଙ୍କ 2 ହେଇଥିଲେ ଉକ୍ତ ସଂଖ୍ୟାର ଘନର ସ୍ଥାନୀୟ ଅଙ୍କ 8 ହବ। କାରଣ 2 ର କ୍ୟୁ ହେଲା 8,
12 ର କ୍ୟୁ ହେଲା 1728, ତେଣୁ ଏଟା ହେଲା ଭୁଲ ଉକ୍ତି। ଦେଖ 12 ର ଏକ ଘରେ 2 ଅଛି, କିନ୍ତୁ ତାର ଘନ ହେଲା 1728, ତାର ଏକ ଘରେ 8 ଅଛି, ତା ମାନେ ଏଟା ଭୁଲ ଉକ୍ତି। ଏବେ ଟ୍ରିପଲ ଆଇ କ୍ୱେଶ୍ଚିନ୍ ଦେଇଛି, ଗୋଟିଏ 2 ଅଙ୍କ ବିଶିଷ୍ଟ ସଂଖ୍ୟାର ଘନ 3 ଅଙ୍କ ବିଶିଷ୍ଟ ସଂଖ୍ୟା ହୋଇପାରେ। 2 ଅଙ୍କ ବିଶିଷ୍ଟ ସଂଖ୍ୟାର ଘନ 4 ଅଙ୍କ ବିଶିଷ୍ଟ ହବ, ନହେଲେ 6 ଅଙ୍କ ବିଶିଷ୍ଟ ହବ, କେବେ ବି 3 ଅଙ୍କ ବିଶିଷ୍ଟ ହବ ନାହିଁ। କାରଣ ସବୁଠାରୁ ସାନ ସଂଖ୍ୟା ହଉଛି 10, 2 ଅଙ୍କ ବିଶିଷ୍ଟ। 10 ର କ୍ୟୁ ହଉଛି 1000, 1000 ଟା ହଉଛି ଗୋଟେ 4 ଅଙ୍କ ବିଶିଷ୍ଟ ସଂଖ୍ୟା। ଲେଖିବା ଭୁଲ ଉକ୍ତି। 2 ଅଙ୍କ ବିଶିଷ୍ଟ ସଂଖ୍ୟାର ଘନ 4 ଅଙ୍କ ବା 6 ଅଙ୍କ ବିଶିଷ୍ଟ ହୋଇପାରେ। ଆଉ ସେଠି ଏକ୍ସାମ୍ପଲ ଦିଟା ବି ଲେଖିବା। 2 ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ହେଲା 10, 10 ର କ୍ୟୁ ଯେତିକି ଲେଖିବା। 2 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା ହେଲା 99, 99 ର ବି କ୍ୟୁ ଲେଖିବା। ତାପରେ ଆମେ କ୍ଲିୟର ହେଇଯିବା 4 ଅଙ୍କ କିମ୍ବା 6 ଅଙ୍କ ହେଇପାରିବ। IV ନମ୍ବର ପ୍ରଶ୍ନ, ଗୋଟିଏ 2 ଅଙ୍କ ବିଶିଷ୍ଟ ସଂଖ୍ୟାର ଘନ 7 କିମ୍ବା ଅଧିକ ଅଙ୍କ ବିଶିଷ୍ଟ ହୋଇପାରେ। 2 ଅଙ୍କ ବିଶିଷ୍ଟ ସଂଖ୍ୟାର ଘନ ସବୁବେଳେ 4 ଅଙ୍କ ବିଶିଷ୍ଟ ବା 6 ଅଙ୍କ ବିଶିଷ୍ଟ ହବ। 2 ଅଙ୍କ ବିଶିଷ୍ଟ ସଂଖ୍ୟା ଯେମିତି 3 ନମ୍ବରରେ କଲେ ଟ୍ରିପଲ ଆଇ ରେ 10 ର କ୍ୟୁ ହେଲା 1000, 99 ର କ୍ୟୁ ହେଲା 970299, ତାହେଲେ ଆଇଦର 4 ଅଙ୍କ ବିଶିଷ୍ଟ ହବ କିମ୍ବା 6 ଅଙ୍କ ବିଶିଷ୍ଟ ହବ। ତେଣୁ ଏଟା ଭୁଲ ଉକ୍ତି ଲେଖିକିରି ଲେଖିବା। ଭି ନମ୍ବର ପ୍ରଶ୍ନ ଦେଇଛି, ଗୋଟିଏ ଘନ ସଂଖ୍ୟା ଗୁଡ଼ିକର ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଥାଏ। ଆକ୍ଚୁଆଲି କେତେବେଳେ ଅଯୁଗ୍ମ ଥାଏ, କେତେବେଳେ ଯୁଗ୍ମ ଥାଏ, ଦିଟା ଯାକ ଥାଏ। ମୁଁ ତୁମକୁ ତିନିଟା ଏକ୍ସାମ୍ପଲ ଦେଖଉଛି। ଘନ ସଂଖ୍ୟାର ଯୁଗ୍ମ ବା ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଥାଏ। ଦେଖ, ପ୍ରଥମେ 27 ଗୋଟିଏ ଘନ ସଂଖ୍ୟା, ଆର ଗୁଣନୀୟକ କିଏ? 1, 3, 9 ଆଉ 27। 29, 27, 3 ନୂଆ 27, 27 କେ 27, ଚାରିଟା ଗୁଣନୀୟକ ହେଲେ। ସେମିତି 64 ବି ଗୋଟେ ଘନ ସଂଖ୍ୟା, 4 ର ଘନ ହଉଛି 64। 32 ଦୁଣେ 64, 16 ଚଉ 64, ତା ମାନେ 16 ଲେଖା ହବ, 4 ଲେଖା ହବ। 8 ଅଷ୍ଟାନ 64, ଖାଲି 8 ଲେଖା ହେଲା। ଏପଟେ 64 ଲେଖା ହବ, କାରଣ 64 କେ 64। ଏଠି ହେଇଥିଲା 4ଟି ଗୁଣନୀୟକ, ଏବେ ଗଣିଦବା। 4, 3, 7, 7ଟି ଗୁଣନୀୟକ। ପ୍ରଥମରେ ଯୁଗ୍ମ ସଂଖ୍ୟକ ଆସିଲା, ଦ୍ୱିତୀୟରେ ଅଯୁଗ୍ମ ସଂଖ୍ୟକ ଆସିଲା। ଆଉ ଗୋଟେ ନବା, 125 ମଧ୍ୟ ଗୋଟେ ଘନ ସଂଖ୍ୟା, ତାର ଗୁଣନୀୟକ ହେଲେ 25 ପଞ୍ଚା 125, 125 କେ 125, ତା ମାନେ 4ଟି ଗୁଣନୀୟକ। ତେଣୁ ଘନ ସଂଖ୍ୟାର ଯୋଉ ଗୁଣନୀୟକଟା ସେ ଯୁଗ୍ମ ବି ହେଇପାରେ, ଅଯୁଗ୍ମ ବି ହେଇପାରେ। 4 ନମ୍ବର ପ୍ରଶ୍ନ, ମନେକର 1331 ଗୋଟିଏ ପୂର୍ଣ୍ଣ ଘନ ସଂଖ୍ୟା। ଉତ୍ପାଦକ ନିର୍ଣ୍ଣୟ ନ କରି ତୁମେ ଏହାର ଘନମୂଳ କହିପାରିବ କି? କହିପାରିବା, ବହୁତ ସହଜ ଉପାୟରେ କହିପାରିବା। ଆଗ ଦେଖିବା 1331 ଟା କୋଉ ଘନ ସଂଖ୍ୟା ମଧ୍ୟରେ ରହୁଛି। 1331 ଟା 10 ର କ୍ୟୁ 1000, 20 ର କ୍ୟୁ 8000। 10, 20 ମଝିଆ ମଝି ଯୋଉ ସଂଖ୍ୟା ଗୁଡାକ ରହିଲା, 1331 ହଉଛି ସେଇ ସଂଖ୍ୟା ଭିତରୁ ଗୋଟେ କେଉଁ ସଂଖ୍ୟାର ଘନ। ତେଣୁ 1331 ସଂଖ୍ୟାଟା ଲେସ୍ ଦେନ୍ 8000 ଗ୍ରେଟର ଦେନ୍ 1000, ତା ମାନେ 1000 ଠାରୁ ବଡ଼ ହେଇଥିବ, 8000 ଠାରୁ ସାନ ହେଇଥିବ। ଅର୍ଥାତ୍ 1331 10 କ୍ୟୁ ଆଉ 20 କ୍ୟୁ ମଧ୍ୟସ୍ଥ ଏକ ସଂଖ୍ୟା। ପିଲାମାନେ, ଆମେ ଯେତେବେଳେ ଘନ ବାହାର କରୁଥିଲେ 1 ର କ୍ୟୁ 1, 2 ର କ୍ୟୁ 8, ତେଣୁ 10, 20 ଭିତରେ ଯୋଉ ସଂଖ୍ୟା ସବୁ ରହୁଛି 11, 12, 13, 14, ମନ ପକାଅ କେଉଁ ସଂଖ୍ୟାର ଏକକ ଘରେ 1 ଅଛି। 2 ଅଙ୍କ ବିଶିଷ୍ଟ ସଂଖ୍ୟାଟି ହେଇଥିବ, ତା ଏକକ ଘରେ 1 ଥିବ, ସେଇଟା ହିଁ ହବ ଆମ ଉତ୍ତର। କାରଣ 1 ର କ୍ୟୁ ହଉଛି 1, ଆଉ ଯୋଉ ସଂଖ୍ୟାକୁ ଗୁଣିଲେ ବି 1 ହବ ନାହିଁ। ସେଇ ଅନୁସାରେ ଆମେ ଏଠି ଉତ୍ତରଟି ଲେଖିବା, ତା ମାନେ ଆମ ଉତ୍ତର ହବ 11। କାରଣ 10 ରୁ 20 ଭିତରେ ଏଇ ଆମେ ଏକକ ଘରେ କୋଉ ଅଙ୍କ ଅଛି? କେବଳ 11 ର ଏକକ ଘରେ 1 ଅଛି,
1 କୁ 3 ଥର ଗୁଣିଲେ 1 କିନ୍ତୁ ବର୍ଗ କ୍ଷେତ୍ରରେ 19 ଥିଲେ ହେଉଥାନ୍ତା କାରଣ 9 ନୂଆ 81 କିନ୍ତୁ ଘନ ବେଳେ 9 କୁ 3 ଥର ଗୁଣିଲେ ଆଉ ଏକକ ଘରେ 1 ମିଳେନି ପୁଣି 9 ମିଳେ ତେଣୁ କେବଳ 11 ହିଁ ହେଇପାରିବ। ଏବେ ତୁମେ ମାନେ ବୁଝିପାରିଲ ଏମିତି ଅନୁମାନ ଲଗେଇକି ବି ତୁମେ କହିପାରିବ ସେଇ ଜିନିଷଟାକୁ ବୁଝେଇକି ଲେଖିବା ଅର୍ଥାତ୍ 1331 10 କ୍ୟୁ ଓ 20 କ୍ୟୁ ମଧ୍ୟସ୍ଥଙ୍କ ସଂଖ୍ୟା 1331 ର ଏକକ ସ୍ଥାନୀୟ ଅଙ୍କ 1 ହେତୁ ଏହାର ଘନମୂଳରେ ଏକକ ସ୍ଥାନୀୟ ଅଙ୍କରେ 1 ରହିବ। ଘନମୂଳରେ 1 ରହିବ ମାନେ 10 20 ଭିତରେ କୋଉ ସଂଖ୍ୟାରେ ଏକ ଘରେ 1 ଅଛି କେବଳ 11 ରେ ତେଣୁ ଉତ୍ତର ଆମର ହେଲା 11। ଏଇଭଳିଆ ଟ୍ରିକ୍ ରେ ତୁମେ କରିବାକୁ ହେଲେ ତୁମକୁ 1 ରୁ 10 ଭିତରେ ସବୁ ସଂଖ୍ୟାର ଘନଟାକୁ ଟିକେ ମନେ ରଖିବାକୁ ପଡିବ ତାହେଲେ ତୁମକୁ ଏସବୁ ଜିନିଷ କରିବା ପାଇଁ ସହଜ ହେବ। ପ୍ରଶ୍ନର ସେକେଣ୍ଡ ପାର୍ଟରେ ଅଛି ଉତ୍ପାଦକ ନିର୍ଣ୍ଣୟ ନ କରି ତୁମେ ଏହାର ଘନମୂଳ ଅନୁମାନ କରିପାରିବ କି? ସେମିତି ଆମେ ଯେମିତି କଲେ 4913 ଲେଖା ହେଇଛି ଏଇଟା 4000 ଅଛି ତାମାନେ 8000 ଆଉ 1000 ମଧ୍ୟରେ ଅଛି ତାମାନେ 10 ର କ୍ୟୁ ଆଉ 20 ର କ୍ୟୁ ତାର ମଝିରେ ଏଇ ସଂଖ୍ୟାଟା ରହିବ ଆଗ ସଜେଇକି ଲେଖିବା ତାପରେ ବୁଝେଇକି ଲେଖିବା 20 ର କ୍ୟୁ ହେଲା 8000 10 ର କ୍ୟୁ ହେଲା 1000 ଏଠି ଲେଖିବା 10 ର କ୍ୟୁ ମଝିରେ 4913 ସେପଟେ 20 ର କ୍ୟୁ 4913 ଲେସ୍ ଦେନ୍ 20 ର କ୍ୟୁ ତାମାନେ 8000 ଗ୍ରେଟର ଦେନ୍ 1000 ବା 10 ର କ୍ୟୁ ତାପରେ ଲେଖିବା 4913 ର ଏକକ ସ୍ଥାନୀୟ ଅଙ୍କ 3 ଅଟେ ତେଣୁ ଏକକ ସ୍ଥାନରେ 3 ଅଟେ ମାନେ 7 ର କ୍ୟୁ କୁ ମନେ ପକାଅ 7 ଗୁଣନ 7 ହେଲା 49 49 ରେ 7 ଗୁଣିଲେ 343 ତେଣୁ 7 ନୂଆ 63 3 ରହିଲା ଏକକ ଘରେ ତେଣୁ କେବଳ 7 ଯଦି ଏକକ ଘରେ ରହିବ ତାହେଲେ 4913 ହବ ତେଣୁ 10 ଆଉ 20 ଆ ମଝିରେ ଏକକ ସ୍ଥାନରେ 7 ଥିବା ସଂଖ୍ୟାଟି କେତେ 17 ତେଣୁ ଆମେ ଅନୁମାନ କରି ଲଗେଇ ପାଇଲେ 17 ର କ୍ୟୁ ହବ 4913 ଆହୁରି ଗୁଡାଏ ସଂଖ୍ୟା ଅଛି 11 12 13 14 କିନ୍ତୁ ସେ ସଂଖ୍ୟା ଗୁଡାର ଏକକ ଘରେ 1 2 3 4 5 6 7 8 9 ଏମିତି ଅଛି ସେ ଯେତେ ସଂଖ୍ୟା ରହିଲେ 1 ରୁ 9 ଯାଏଁ କାହାର ଘନର ଏକକ ଘରେ 3 ନାହିଁ କେବଳ 7 ସଂଖ୍ୟାର ଘନର ଏକକ ଘରେ 3 ଅଛି 7 ର କ୍ୟୁ ହେଲା 343 ଆଉ ସବୁଥିରେ ଅଲଗା ସଂଖ୍ୟା ଅଛି ତେଣୁ ଆମର ଉତ୍ତର ଏଠି ହବ 17 ତେଣୁ 4913 ର ଏକକ ସ୍ଥାନୀୟ ଅଙ୍କ 3 ହେତୁ ଏହାର ଘନମୂଳର ଏକକ ସ୍ଥାନୀୟ ଅଙ୍କ 7 ହବ ତେଣୁ ସଂଖ୍ୟାଟି 17 ହବ ଆଉ ଦେଖ 1 ରୁ 9 ଯାଏଁ ସବୁ ସଂଖ୍ୟା ଲେଖାଯାଇଛି କେବଳ 7 ର ଏକକ ଘରେ 3 ଅଛି ଲେଖିବା ଏହାର ଘନମୂଳର ଏକକ ସ୍ଥାନୀୟ ଅଙ୍କ 7 ହବ ପୁନଶ୍ଚ 4913 ଲେସ୍ ଦ୍ୟାନ୍ 20 କ୍ୟୁ ଗ୍ରେଟର ଦ୍ୟାନ୍ 10 କ୍ୟୁ 10 ର କ୍ୟୁ ଠାରୁ ବଡ଼ 20 କ୍ୟୁ ଠାରୁ ସାନ ତେଣୁ ଘନମୂଳର ସ୍ଥାନୀୟ ଅଙ୍କ ଦଶକ ସ୍ଥାନୀୟ ଅଙ୍କ 1 ହବ ତେଣୁ 17 ହବ ଆମର ଉତ୍ତର ଏବେ ଡବଲ ଲାଇନ୍ ନମ୍ବର ପ୍ରଶ୍ନ ଦେଖ 1 2 1 6 7 ର ଶେଷ ଅଙ୍କ 7 ହେତୁ ଉକ୍ତ ସଂଖ୍ୟାର ଘନମୂଳର ଶେଷ ଅଙ୍କ 3 ହବ ସେ 1 ରୁ 10 ଯାଏଁ ସଂଖ୍ୟାର ଘନକୁ ଦେଖ ସେଇଥିରେ ସବୁ ପ୍ରଶ୍ନର ଉତ୍ତର ଅଛି ଏଠି ଲେଖା ହେଇଛି 12167 12167 ମାନେ 20 ର କ୍ୟୁ ହେଲା 8000 30 ର କ୍ୟୁ ହେଲା 27000 ତେଣୁ 8000 ଆଉ 27000 ଭିତରେ ଏଇଟା ରହିବ ତାମାନେ ସଂଖ୍ୟାଟା 20 ଆଉ 30 ଭିତରେ ଗୋଟେ ସଂଖ୍ୟା ରହିବ 21 ହେଇପାରେ 22 ହେଇପାରେ ଏମିତି 30 ଭିତରେ ରହିବ କିନ୍ତୁ ମନେ ପକାଅ 1 ରୁ 9 ଭିତରେ କୋଉ ସଂଖ୍ୟାର ଘନଫଳର ଏକକ ଘରେ 7 ଅଛି ସେ ସଂଖ୍ୟାଟା ହେଉଛି 3 3 3 9 9 3 27 ତେଣୁ 20 ଆଉ 30 ଭିତରେ ସେ ସଂଖ୍ୟାଟା ରହିବ ତେଣୁ 20 30 ଭିତରେ କୋଉ ସଂଖ୍ୟାର ଏକକ ଘରେ 3 ଅଛି ଏକକ ଘର 3 କି 3 ଥର ଗୁଣିଲେ ଯାଇକି ଘନର ଏକକ ଘରେ 7 ଆସିବ ତେଣୁ ଆମର ଏଠି ଉତ୍ତର ହେଉଛି 23 23 ର ଏକକ ଘରେ 3 ଆଉ ସେଇଟା 20 ଆଉ 30 ଭିତରେ ଅଛି ତେଣୁ ଲେଖିବା କ୍ୟୁବ ରୁଟ୍ ଅଫ୍ 12167 ସମାନେ 23 ତେଣୁ 1 ରୁ 9 ପର୍ଯ୍ୟନ୍ତ ସଂଖ୍ୟାର ଆମେ ଯଦି ଘନଟାକୁ ବା କ୍ୟୁବଟାକୁ ମନେ ରଖିଦବା ତାହେଲେ ଆମକୁ ଏଇଭଳିଆ ପ୍ରଶ୍ନର ସମାଧାନ କରିବାକୁ କେତେ ସହଜ ହବ ଏବେ ଟ୍ରିପଲ ଆଇ କ୍ୱେଶ୍ଚିନ୍ 32768 32000 ମାନେ ଏଇଟା ହେଉଛି 30 ର କ୍ୟୁ ହେଲା 27000 40 ର କ୍ୟୁ ହେଲା 4 4 16 64 64000 ତେଣୁ 27000 ଆଉ 64000 ମଝିରେ ରହିବ 32768 ତେଣୁ 30 ଆଉ 40 ଭିତରେ ଗୋଟେ ସଂଖ୍ୟା ଯାହାର ଘନ ହେଉଛି 32768
से लिखिया यार शेष अंक 8 हेतु यह घनमूलर एकक स्थानीय अंक 2 हम कारण 2 की 3 थर गुणिले 8 एठी जेहेतु शेष अंक 8 अच्छी तेणु कौन हम घनमूलर शेष अंक 2 हम तेणु 30 रु 40 भितर जतक संख्या रहा देख कहार शेष अंक 2 बा कहार एकक अंक 2 से संख्याटा हूँ 32 तेणु आम देखु देखु एमती भी कहीपर से तुम जदि हिसाबटा बा 1 रु 9 पर्यंत संख्यार घन जदि मन थब तुम एमती देखिकी भी कहीपर एकक स्थानीय अंक 2 हम तापर लिखा पुनश्च 30 रो क्यू ठारू बड़ तेणु 30 रो क्यू 32,768 मझे लिखा सेपटे 40 रो क्यू 30 रो क्यू किए 27,000 एपटे 40 रो क्यू है 4 चौ 16 चौ 64,000 तेणु आरी भितर से संख्याटा 32,768 तापर देख 32,768 तार एक घरे किए अच्छी 8 से अनुसार लिखा आने 2 की 3 थर गुणिले आमको 8 टी मिली 8 को देख 8 रहा एक घरे ताने 2 की 3 थर गुणिले 8 होने 32 रो क्यू तेणु लिखा क्यूब रूट ऑफ 32,768 समान 32। 5 नंबर प्रश्न देख निम्नलिखित मध्यरु केउंटी सबुठारु बड़ कारण उपस्थापना कर 67 रो क्यू माइनस 66 रो क्यू जदि किछि सूत्र मन पड़ुनी 67 रो क्यूब लिखिदेव गुणन करी 3 थर 67 66 रो क्यू 3 थर 66 गुणिदेव माइनस करदेव जति सरला गोटे लाइन रे जदि किछि सूत्र मन पड़ुची सूत्र पकेकी लेख तापर 3टा जाकर आंसर बाहर करिवो जोटा बड़ सेटा बड़ 67 रो क्यू 67 की ए भाव 66 की बी भाव ए क्यू माइनस बी क्यू ए अनुसार फॉर्मूला लिखिले फॉर्मूला है ए माइनस बी गुणन ए स्क्वायर प्लस बी स्क्वायर तेणु ए माइनस बी जगह पड़ा 67 माइनस 66 आउ ए स्क्वायर प्लस बी स्क्वायर जगह सूत्र पड़ा तेणु एमती गुणिले गुड़ाए हम 67 रु 66 गले 1 67 स्क्वायर एतिकी तेणु एमती न लिखिकी गोटे सर्ट मेथड अच्छी सर्ट मेथड है जदि बी ए ठारू बड़ होइथिबो आउ बी रु ए फेडिले मात्र 1 होउथबो ताहले से रूलटा अप्लाई हो परिबो एठी लिखिबा जदि बी ग्रेटर देन 1 आउ बी माइनस ए इक्वल टू 1 हुए ताहले बी क्यू माइनस ए क्यू केते हबो 1 प्लस 3ab तेणु बी क्यू जगह लिखा 67 रो क्यू ए क्यू जगह लिखा 66 रो क्यू एइथिरे हमर बहुत अल्प गुणन हरण करी उत्तर बाहरी पड़िबो 67 रो क्यू माइनस 66 रो क्यू समान 1 प्लस 3ab 3 ए जगह पड़िबो 67 बी जगह पड़िबो 66 एबे 3 67 66 तीनटा जाक गुणिकी एक रे मिसई लिखिदबा जेतिक हैला सेतिक हैला हमर आई नंबर आंसर से बड़ा डबल आई ट्रिपल आई भी चारटा जाकर आंसर बाहर करबा जोटा बड़ ताकू लिखिबा जदि सूत्र किसी मन नहीं डायरेक्ट गुणीदेव 67 रो क्यू ताने 67 की 3 थर गुणी दियो 66 रो क्यू 66 की 3 थर गुणी दियो माइनस करदेव डबल आई सेमती 43 रो क्यू 43 की 3 थर गुणीदेव 42 की 3 थर गुणीदेव गुणन हरण कले भल किसी असुविधा नहीं तेणु लिखा 1 प्लस 3ab ताने 1 प्लस 3 ए जगह लिखा 43 बी जगह 42 तेणु 43 42 3 तीनटा जाक गुणीदबा गुणिकी लिखा 1 प्लस 5418 मिसिगला 5419 तापर ट्रिपल आई नंबर क्वेश्चन है 67 रो स्क्वायर माइनस 66 रो स्क्वायर ट्रिपल आई नंबर आई भी नंबर ये आउ गोटे फॉर्मूला रे हबो ए स्क्वायर माइनस बी स्क्वायर सूत्र थिले कोन हुए ए प्लस बी ए माइनस बी तेणु 67 रो स्क्वायर माइनस 66 रो स्क्वायर माने 67 प्लस 66 67 माइनस 66 तेणु 67 प्लस 66 हेले ए प्लस बी तामाने 133 ए माइनस बी है 67 पड़ाण 66 67 रु 66 गले 1 उभय को गुणिले 133 है आंसर तापर एटा सेमती 43 रो स्क्वायर माइनस 42 रो स्क्वायर तामाने 43 प्लस 42 43 माइनस 42 43 रे 42 मिसिले हबो 85 43 रु 42 माइनस कले 1 तेणु 85 गुणन 1 समान 85 है आंसर एबे चारटा जाक देख चारटा जाक आंसर बाहरी गोटे 85 गोटे 133 गोटे 5419 गोटे 13000 तामाने भितरु 13267 बा सबा प्रथमटा आई नंबरटा बड़ तेणु लिखिबा एठारे 67 रो क्यू
66ର କ୍ୟୁ ସବୁଠାରୁ ବଡ଼। ଆଶା କରୁଛି ପିଲାମାନେ ତୁମେ ସେକେଣ୍ଡ ପାର୍ଟଟି ବହୁତ ଭଲ ଭାବରେ ବୁଝିପାରିଥିବ। ଭଲ ଲାଗିଲେ ଲାଇକ୍ କର, କମେଣ୍ଟ କର, ତୁମ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କର। ଚ୍ୟାନେଲରେ ନୂଆ ଥିଲେ ଏହାକୁ ନିଶ୍ଚୟ ସବସ୍କ୍ରାଇବ୍ କର। ମୋର ସବୁ ପ୍ଲେ ଲିଷ୍ଟ ବନେଇ ଦେଉଛି, ତୁମକୁ ଆଉ ଖୋଜିବାକୁ ପଡ଼ିବନି। ତୁମେ ପେଜ୍ ନମ୍ବର ମାରିକି ମଧ୍ୟ ସର୍ଚ୍ଚ କରିପାରିବ। ଥ୍ୟାଙ୍କ ୟୁ, ଷ୍ଟେ କନେକ୍ଟେଡ୍, କିପ୍ ୱାଚିଂ।